ଧନ୍ୟବାଦ ଦେବାକୁ ଆମେ ଏପର୍ଯ୍ୟନ୍ତ ଦେଇନା। ଧରାଯାଉ ଗୋଟେ ଉଦାହରଣ, ଆପଣ କେତେବେଳେ ଯାଇଥିବେ ଯାଜପୁର ଟାଉନ, ଦେଖିବେ ଖରା ବେଳିଆ ଆପଣ ଏସି ଗାଡ଼ିରେ ବସିକି ପଢୁଥିବେ, ହେଲମେଟ ପିନ୍ଧି ପଢୁଥିବେ, ଜଣେ ପୋଲିସ ଭାଇ ଦେଖିବ ଟ୍ରାଫିକରେ ଠିଆ ହେଇ ବା ଡାହାଣ ବୁକ ଉଠାଣି ନାହିଁ, ତାଙ୍କ ଝାଳ ବୋହିକି ଲୁଣ ହେଇଯାଇଥିବ, କିନ୍ତୁ ଆଜି ପର୍ଯ୍ୟନ୍ତ ଆମେ ଦିନେ ବି କହିବେ କିଏ ଥରେ ଯାଇକି ସେ ଖରା ଦିନିଆ ତାଙ୍କୁ ଗୋଟେ ଥଣ୍ଡା ପାଣି ବୋତଲଟେ ଦେଇ କହିଛେ ଭାଇ ଧନ୍ୟବାଦ ତମେ ଅଛ ବୋଲି ଆମେ ଅଛୁ କହିଛେ ନା। ଲାଇନ କଟିଯିବ ବର୍ଷା ଦିନିଆ, ଆପଣଙ୍କ ଘରେ ସାପ ବେଙ୍ଗ ଡର, ଅନ୍ଧାର ଡର, ଛୁଆ ଡରୁଛନ୍ତି, ନିଦ ହଉନି, ମଶା କାମୁଡୁଛନ୍ତି, ଇଲେକ୍ଟ୍ରିକ୍ ଅଫିସକି 5 ଥର ଫୋନ କରିଲେ ସେ କହିଲେ ରୁହ କାଟ ଦଉଛୁ ତ ଆଉ କହିକି ଫୋନ ଟେକିକି ରଖିଦେବେ। ସେଇ ଅନ୍ଧାର ରାତିରେ ଆଉ ଜଣଙ୍କ ଘରେ ବି ଓଦା ହେଇଥାଏ, ତା ଘରେ ବି ସାପ ବେଙ୍ଗର ଭୟ ଥାଏ, ସେ ଅନ୍ଧାର ରାତିରେ ଆସିକି ସେ ଓଦା ଖୁଣ୍ଟି ଉପରେ ଚଳେ, କନେକ୍ସନ ଦିଏ, ଆପଣଙ୍କ ଘରେ ଲାଇନ ଚଳେ, ଆପଣ ଧନ୍ୟବାଦ ଦିଅନ୍ତି ଭଗବାନ ଯିଏ ଦେଇଛି ତାକୁ କେବେ ଧନ୍ୟବାଦ ଆମେ ଦେଇଛୁ ଆଜ୍ଞା। ଆଜି ଏଡେ ବଡ ମଞ୍ଚ ଏଇଠି ହଉଛି, ଚିନ୍ତା କରନ୍ତୁ ଏଇଠି ଯେ ଯେତିକି ଭାଇ ଲାଇଟ୍ ଲଗେଇଛନ୍ତି, ହଠାତ୍ ସେ ଲାଇନ ଭାଇ ଟାର୍ଗେଟ କରିବେ, ଲାଇନ କାଟିଦେବି, ଆପଣ ନାକ ଖୋଜିକି ପାଇବେନି, ଠିକ ନା? ହଠାତ୍ ସାଉଣ୍ଡ ଭାଇ ଟାର୍ଗେଟ କରିବେ, ସାଉଣ୍ଡ କାଟିଦେବି, ମୁଁ ମଞ୍ଚ ଉପରେ କହୁଛି ହଠାତ୍, ହଁ ନା ନାଇଁ? ତ ସେଇମାନଙ୍କ ପାଇଁ ଆମେ ଗୋଟେ ତାଳି ମାରି ନଉ, ମାରନ୍ତୁ ଗୋଟେ ଜୋରଦାର ତାଳି। ଏବେ ଦେଖିବା କୋଉଠି ସାଉଣ୍ଡ ବନ୍ଦ ହବ, ମାର ଷ୍ଟେସନ ବଜାର ଝିଅଟି ବୋଲେ କୋଉଠି କଣ ହଉଛି ଜାଣିଲେ ଗୋଟି ଖାଇଲା ଗେଲା ଗୋଟେ ଗୋଟେ ଦି ଥର ଘଟିଲା କଣ ହଉ ତାହେଲେ ତମେ ଟିକେ ବସ୍ତା ବସ୍ତା ମା ଭାଷଣ ଡାକୁଛ ଛାଡ଼ିବ। ଏବେ କଣ ତାର ଫାର ହଉଛି କଣ ଦେଖ, ଏବେ ଭାଇ ଲିକ କାଟିଦେବି ଆଉ ଥରେ ଡାକିଦେବ। ଏବେ ସେ କଣ ବି ବେଳେବେଳେ ଟେକ୍ନିକାଲି ଏମିତି ପ୍ରୋବ୍ଲେମ ହୁଏ, ସେଥିପାଇଁ ତ କହିହେବନି ଏଡ଼େ ସୁନ୍ଦର କାର୍ଯ୍ୟକ୍ରମ। ଆଜି ମୁଁ ଗର୍ବରେ କହୁଛି ଏତେ ସୁନ୍ଦର ସାଉଣ୍ଡ, ଆପଣ ବହୁତ ଜାଗାରେ ବେଳେବେଳେ ଏମିତି ହୁଏ ଯେ ଅଡିଏନ୍ସ ମାନଙ୍କୁ ଭଲ ଶୁଭୁଥିବ, ଆମେ ଯେଉଁ ଷ୍ଟେଜରେ କହୁ ଆମକୁ ମିଳେ ନାହିଁ, ପ୍ରପରଲି ସାଉଣ୍ଡ ମିଳେ ନାହିଁ, କିନ୍ତୁ ଆଜି ଏଡ଼େ ସୁନ୍ଦର ସାଉଣ୍ଡ ଭାଇଙ୍କ ପାଇଁ ଗୋଟେ ତାଳି ଦିଅନ୍ତୁ ଆଗେ। ଛୋଟ ଛୋଟ ମିଷ୍ଟେକ୍ ରୁହେ, ବେଳେବେଳେ ତାର ଗେଞ୍ଜା ହେଇଯିବ, ଟିକେ ହରିଗଲେ ସାଉଣ୍ଡ ଘଟିଯିବ। ତେବେ ସେ ଗୀତ ଟିକେ ଆଉ ଗାଇବାନି, ଆଜି ଦିନ ପାଇଁ ସେ ଗୀତ ଅବଦେଶିଆ ଗୀତ ହେଲା, ଦି ଥର ଗାଇଲେ ମତେ ଆମର ଅବଦେଶିଆ ଗୀତ ନାହିଁ, ତେଣୁ ଆଜି ତାକୁ ଗାଇବାନି। ବର୍ତ୍ତମାନ ଆମର ଗୋଟେ ବଢିଆ ଗୀତ ମୁଁ ବର୍ତ୍ତମାନ ଗାଇବି, ଯୋଉଟା ଶୁଣିଲା ମାନେ ସମସ୍ତେ ଟିକେ ହସି ଦେବା କିନ୍ତୁ ଜାଣିଛି, ସେ ଗୀତଟି ହଉଛି ମିଶା ମିଶା ରାତି ବେଗ ବଢି। କିନ୍ତୁ ଗୋଟେ 14 ବର୍ଷ ଧରିକି ଗୋଟେ ସାଂସ୍କୃତିକ ଅନୁଷ୍ଠାନ ଯାଜପୁର ସଦର ମହୋତ୍ସବ, ମା ମାଉସୀ ଗୁରୁ ଗୁରୁଜନ ମାନେ ଅଛନ୍ତି, ଯଦି ମୁଁ ବର୍ତ୍ତମାନ ଏ ଜାଗାରେ ଗାଇବି ନିଶା ନିଶା ରାତିରେ ବେଗ ବଢେଇରେ, ଆପଣମାନେ କହିବେ ନହେଲେ ଗୁରୁଜନ ଆରିକା ଯୋଉ ସୁଜିତ ଭାଇ ଅଛନ୍ତି ମତେ ଡାକି କହିବେ ପପୁ ଭାଇ ତମକୁ ଭଲ ପାଆନ୍ତି ବୋଲି ଆମେ ଡାକିଦେଲୁ ଲୋକମାନେ, ତମେ ବର୍ତ୍ତମାନ ଆସିକି ଏଠି କହିଲ ହୁଇସ୍କି ଭଲ, ମଦ ଭଲ, ଯୋଉ ପିଲା ଗୁଡ଼ା ଆମର ବାକାଡି ଲେମନ ପିଇବେ କାଲି ଲେମ୍ବୁ ପାଣି ପିଇବେ କାଲି ବାକାଡି ଲେମନ ମାଗିବେ, ଠିକ ନା ନାଇଁ? ତେଣୁ ମୁଁ ଆଗତୁରା କହିଦେଉଛି ମଦର କୌଣସି ପ୍ରକାର ପ୍ରଚାର ପ୍ରସାର ଏ ଗୀତରେ ମୁଁ କରୁନାହିଁ, ବରଂ ଏତିକି ଜାଣିଥାନ୍ତୁ ମଦର ଫୁଲ୍ ଫର୍ମ ହଉଛି ମରେ ମରିବ ଦରେ ଦରିଦ୍ର ହବ। କ୍ଷୀର ବାଲା ବୁଲେ ଦୁଆର ଦୁଆର, ଜମାରୁ ବେପାର ହଉନି, ନାଲି ପାଣି ଦୋକାନ ହାଫ ଖୋଲା ଲାଗିଛି ଲାଗି। ଆପଣ ତ ମୁଁ ଜାଣିଛି ପ୍ରାୟ କେହି ପିଉନଥିବେ, ମତେ ସମସ୍ତେ ଭଲ ଦେଖାଉଛନ୍ତି, ଯିଏ ବି ପିଉଥିବ ଥରେ ତାକୁ ଡାକିକି ପଚାରିବେ ଧନରେ ମଦ ପିଇବା ଦ୍ୱାରା ତୋର କଣ ଲାଭ ହଉଛି? 5-10 ନୁହେଁ, ଯଦି ଗୋଟେ ବି ସେ ଲାଭ କହିଦେଲା ଯେ ମଦ ପିଇବା ଦ୍ୱାରା ମୋର ଏଇ ଲାଭ ହଉଛି, ତା ପାଦ ଧୂଳି ଆଣିକି ଟିକେ କୂଅରେ ପକେଇଦେବେ ଆଉ ଟିକେ ଚାଳରେ ମାରିଦେବେ। କାରଣ ମୁଁ ଜାଣିଛି 100% କନଫର୍ମ ମଦ ପିଇଲେ କାହାରି ଲାଭ ହୁଏ ନାହିଁ, ବରଂ କ୍ଷତି ହୁଏ। ଆପଣ ତାର ପ୍ରମାଣ କରିକି ଦେଖିବେ, ଆପଣଙ୍କ ଅଞ୍ଚଳରେ ଯୋଉଠି ବି ମଦ ଦୋକାନ ଥିବ, ଯିଏ ମଦ ବିକୁଛନ୍ତି ଦୋକାନ କରିକି, ଦେଖିବେ ସେମାନେ କେବେ ମଦ ପିଅନ୍ତି ନାହିଁ। ଦେଖିବେ ତାର ପରୀକ୍ଷା କରିକି ମଦ ଦୋକାନୀ ମଦ ପିଏ କି ନାହିଁ, ପିଉନଥିବ, କିନ୍ତୁ ତା ଆଗରେ ବଢି ବଢି ଚାଲିଛି ପଇସା ଭର୍ତ୍ତି, ଆମ ଚୁଲିରେ ଆସିକି ବିଲେଇ ଶୋଇଲାଣି। ତେଣୁ ଆପଣମାନେ ସତରେ ଜ୍ଞାନୀ ଗୁଣୀ ଲୋକ ମତେ କହିବେ ମଦ ରହିବା ଉଚିତ କି ନା? ତେଣୁ ଆସନ୍ତୁ ଯେତିକି ଅଛି ତାକୁ ପିଇକି ସାରିଦବା। ଆଉ କଣ ମହଲା 1200-1500 ଦେଇ 1600 ଟଙ୍କା ମଦ ଜାଣିଛ ନା କଣ? ବିଲରେ ପିଇବ ନା ପୋଖରୀରେ ଢାଳିବ? ତାକୁ ପିଇକି ସାର, ନହେଲେ ଯେତିକି ମଦୁଆ ତମେ ପିଇକି ସରିଯାଉ, ପିଇବା ନାହିଁ କେହି ନଥିବେ, ଠିକ ନା? ମଦ ପିଇଲେ ମଣିଷର ଇଜ୍ଜତ ଯାଏ। କେମିତି ମୁଁ କହୁଛି ଉଦାହରଣ, ଗୋଟେ ମଦୁଆ ପ୍ରବଳ ପିଇ ଦେଇଛି, ମାନେ ପିଇକି ଆଙ୍ଗୁଳି ଗଳେଇକି ମାପିଛି କଳ କଳ ହଉଛି କି ନାହିଁ, ସେଇ ମାପରେ ପିଇକି ରାତିରେ ଘରକୁ ଫେରୁଛି। ମଦୁଆ ରଜା ଲୋକ, ଆରେ ଗାଡି ଗଡି ଗଡି ଯା ଚାଲି ଯା, ଡ୍ରାଇଭର ତୁ ଚଲଉ, ତମ ମନରେ ଘଟଣା ପଳଉ, ତମ ମନରେ ଯାଜପୁର ପଳଉ, କାକଟପୁର ପଳଉ, ମୁଁ କିଏ ଗାଡି ଯା ପଳା ଚାଲି ଯା। ଚାଲି ଯା କହିଲା ତା ପାଦରୁ ଚପଲଟା ବାହାରିଲା, ସିଏ ଏଠି ଚପଲ ସେଠି, ମଦଟା ପିଇଛି, ରାଗଲା ଟେମ୍ପରାମେଣ୍ଟ ଅଧିକା, କହିଲା ଚପଲ ତୁ କଣ ବାହାରିଲୁ? ତାହେଲେ ତୁ ଭାବିଛୁ ମୁଁ ଯାଇକି ତୋତେ ପିନ୍ଧିବି, ଚାନ୍ସ ନାହିଁ। ତୁ ବାଟା କମ୍ପାନୀ ଛୁଆ, ମୁଁ ମୋ ବାପ ଛୁଆ, ଶୁଣ ଚପଲ ଭଲରେ କହୁଛି, ମୋ ପୁରୁଣା ପ୍ରକୃତି ବାହାର କରି ମୁଁ ଏଇଠି ଯାଇକି ମୋ ପାଦ ଆସି ଗଳ। ଏଇଟା କହିଲା ରାତି 9:40, ସକାଳ 7:20 ଯାଇ ଠିଆ ହେଇଛି, ଚପଲ କାଳେ ଆସି ତା ପାଦରେ ପଛରେ, ଏକା ଲୋକ ଝାଡା ଚପଟ ଉଠିଲେ ବୁଝିଗଲା ନିଶାରେ ଠିଆ ହେଇଥିଲା, ଇଏ ହଉଛି ମଦ। ଆଉ ଗୋଟେ ଆହୁରି ପୁରୁଣା କଥା କହିବି, ଆପଣ ସମସ୍ତେ ପ୍ରାୟ ଜାଣିଥିବେ, ପୁଅ ପିଲାଙ୍କର ପେଣ୍ଟରେ ଏଇ ଜାଗାରେ ଚେନ୍ ଲାଗୁନଥିଲା, ବଟମ ଥିଲା, ବୁଝିଲେ ତ, ବୁତାମ ଲଗା ପେଣ୍ଟ। ସେ ସମୟରେ ଗୋଟେ ମଦୁଆ କଣ କରିଛି, ବଟମ ଲଗା ପେଣ୍ଟ ସାର୍ଟ ରାତି 11ଟା 11:30 ଖଣ୍ଡେ ପିଇକି ଆସୁଛି, ମାନେ ଆଗଟା କହିଲେ ଆଙ୍ଗୁଳି ଗଳି କଳ କଳ ୟାର ତାଳୁକୁ ଉଠି ଯାଇଛି ମାଲ। ରାତି 11:30 ଘରକୁ ଫେରୁଛି, ଆଉ ଯୋଉଠି କୁଟି ହେଲା ସେଠି ଯିବ ଯୋଉଥିପାଇଁ ଗୋଟେ ରାସ୍ତାରେ ଏମିତି ଚାଲୁଛି, 16 ଚକିଆ ଚଢି ଯାଇଛି ତାକୁ ଉପରେ, ଏମିତି ସେ ରାତି 11:30 ଖଣ୍ଡେ ଆସୁଛି, ତାକୁ ପରିସ୍ରା ଲାଗିଲା ଜୋର। ଆପଣମାନେ ସତ କଥା ଭାଇ, ଯୋଉମାନେ
ଜାଣିଥିବେ ମଦ ପିଓର ଯୋଉଗୁଡା ପିଅନ୍ତି ସେଗୁଡା ବାରମ୍ବାର ପରିଶ୍ରା ଲାଗିବ ହଁ ନା ହଁ ଯେତିକି ହଁ ମାଇଲେ ପିଉଛନ୍ତି ହେଲା ଜାଣିଛ ନା ତ ଆକୁ ଗୋଟେ ଜାଗାରେ ପରିଶ୍ରା ଲାଗିଲା ମୁଦ ଦବା ଆଉ ବର୍ତ୍ତମାନ ଗଲା ପରେ ପ୍ରବଳ ନିଶା ଏମିତି ହେଇକି 18 ମିନିଟ୍ ଖଣ୍ଡେ ପରିଶ୍ରମ କଲା 1.5 ମିନିଟ୍ ଖଣ୍ଡେ ମୁଦିଛି ସରିଲା ପରେ କାର୍ଯ୍ୟକ୍ରମ ବଟନ ଦବ ପେଟ ପିନ୍ଧିବ এই ଯୋଉ ଦେଇଛି ବଟମ ସାରା ଟିକେ ଏତେ ନିଶା ଜାଣିପାରି ନାହିଁ ପେଣ୍ଟ ବଟମ ଟିକେ ସାର୍ଟରେ ଦେଇଛି ତାପରେ ଯେତେବେଳେ ଠିଆ ହେଇକି ଏଇଟା ଟାଣି ଧରିଛି ସିଏ ଆଉ ଏଠିକା ପ୍ରୋବ୍ଲେମ ଭାବୁନାହିଁ ସିଏ ଭାବିଲା ତା ଅଣ୍ଟା ଲାଗିଗଲା ଆଉ ହଠାତ୍ ପରିଷ୍କାର କରୁଥିଲା ଠିକ କଲା ତାପରେ ଆରେ ସିଏ ଭାବିଲା ଅଣ୍ଟା ପ୍ରୋବ୍ଲେମ ଆଉ କେତେ 11:40 ରୁ 1:20 ଚାଲିଛି ତାର ଆରେ 1 2 କଣ ୟା ଥରୁ ଆଉ ଗୋଟେ ବେଶୀ ପିଲା ସିଆଡ ତାମାନେ ତା ଗାଲରେ ବାଲି ଲାଗିଛି କୋଉ କୁକୁର କୁକୁର ଚାକିରି ସେ ପରିସ୍ଥିତି ଏ ଭାଇ କଣ ପଡିଲା କି ରେ କଣ ପଇସା ନଇ ଅଣ୍ଡାଳୁ ଗଲା ପଇସା ନୁହେଁ ମୋ ଅଣ୍ଟା ନାଗଲା ଟିକେ ଦେଖିଲୁ କଣ ହେଇଛି ସେ କହିଲା ଭାଇ ମୁଁ କଣ ଦେଖିବି ମୁଁ କଣ ଡାକ୍ତର ମୁଁ ପୁରା ଆଉଟେ ମତୁଆ ସେ କହିଲା କଣ କରିବା ବହୁତ ଟେନସନ 2 ଘଣ୍ଟା ହେଲାଣି ମୁଁ ଏମିତି ହଉଛି କହିଲା ହଁ ଯୋଉ ଧଳା ଲାଇଟ୍ ଜଳୁଛି ପୁରା ସୁବାସ ବେହେରା ଡାକ୍ତର ତା ଘରକୁ ରାତି 1:40 ମତୁଆ ଏମିତି ଗଲା ଯାଇ ଡାକ୍ତର ଘରେ ଟିଙ୍ଗ ଟଙ୍ଗ ଡାକ୍ତର କଣ ହେଇଛି ସାର୍ ଦେଖିଲେ ଅଣ୍ଟା ନାଗଲା କଣ ହଠାତ୍ ଡାକ୍ତର କହିଲେ ଓଜନିଆ ଜିନିଷ ଟେକା ଟିକେ କରୁଥିଲେ ଧାନ ଚାଉଳ ଓଜନିଆ ଜିନିଷ ଟେକିଲେ ଅଣ୍ଟା ଲାଗିଯାଏ ପରିଶ୍ରମ କାମ କହିଲା ନା ପରିଶ୍ରମ ପରିଶ୍ରା ପରିଶ୍ରା କଣ ଏକ ପରିଶ୍ରମ କଣ ଡାକ୍ତର କହିଲେ ସାର୍ ମୁଦିକୁ କେମିତି ଅଣ୍ଟା ଲାଗିବ ଆଶ୍ଚର୍ଯ୍ୟ କଥା କହିଲା ତମେ ଶୁଣିକି ଆଶ୍ଚର୍ଯ୍ୟ ମୁଁ 2 ଘଣ୍ଟା ହେଲାଣି ଆଶ୍ଚର୍ଯ୍ୟାନ୍ୱିତ ଡାକ୍ତର କହିଲେ ଶୁଣୁ ମଦ ପିଇ ତାର ଅବସ୍ଥା ନାହିଁ ତା କଟିଆର ପ୍ୟାଣ୍ଟ ସାର୍ଟ ଖୋଲିକି ଶୁ କହିଲା କଣ ପ୍ୟାଣ୍ଟ ସାର୍ଟ ଚପ କହିଲା ଡାକ୍ତର ଯାହା କହିଲେ ପ୍ୟାଣ୍ଟ ସାର୍ଟ କହିଲେ ଡାକ୍ତର ବାବୁ କହିଲେ ପ୍ୟାଣ୍ଟ ସାର୍ଟ ଖୋଲି ଆଣ୍ଠୁ ଯାଇ ଖସିଛି ଡାକ୍ତର ବୁଝିଗଲେ ସାରା ବୁତାମ ବୋଲ ଦେଇଛି ଆଉ ଡାକ୍ତର କହିଲେ ପିନ୍ଧି ଦେ ଦେଖିଦେଲ ଆଣ୍ଠୁ ଯାଇ ଖସାଇ ଦେଖି ଦେଇଛୁ ଓକେ ସାର୍ ওই ଯୋଉ ପିନ୍ଧିଲା ସାର୍ଟ ଠିକ ପିନ୍ଧିଛି ପେଣ୍ଟ ବଟନ ଦେଇଛି ପେଣ୍ଟରେ ସାର୍ଟ ଦେଇଛି ସାର୍ଟରେ କିନ୍ତୁ 2 ଘଣ୍ଟା ହେଲାଣି ବାକି ଦେଲା ସେମିତି ଅଛି ଡାକ୍ତର କହିଲେ ଏବେ ସିଧା ହେଇଯିବ ଦେଖିଲା ନା ହବନି ହବ ଡାକ୍ତର କହିଲେ ମୁଁ ପରା କହୁଛି ହବ ତମେ କଣ ଭୁଣିଆ ତମର ଡାକ୍ତର ତମେ ମେଡିସିନ ଦେ ଦିଅ ଇଞ୍ଜେକ୍ସନ ଦିଅ 2 ଘଣ୍ଟା ହେଲାଣି ଗୋଟେ କଷ୍ଟ ପାଉଛି ଡାକ୍ତର ଚୁପ୍ କହିଲା ସାର୍ କହିଦେଲ ପେଣ୍ଟ ଖୋଲିଦେଲି କହିଦେଲ ପିନ୍ଧିଦେଲି ଏବେ ହବ ନାହିଁ ତମେ ଦେଖ ସାର୍ ଠିକ ହେଲା କଣ तो सारे में बढ़िया फर्स्ट टाइम मैं डॉक्टर आई हैव सीन इन माय लाइफ दैट विदाउट मेडिसिन क्योर योर पेशेंट बिना मेडिसिन तुम पेशेंट को भल करछो ये सेटाले जानि परिबे नै मदुआ निशा छाड़िला पर बुझिबे कोन भूल करथे तेणु आपण मान को अनुरोध करिबी मद एक खराब जिंस ता पियो नै जी पीबो मद ता भोंस जाको गधा तेणु आसंतो वर्तमान आमे गीत गाइबा निशा निशा राती दे पेक बढे दे इतरे जो माने उत्त्यक्त युवा गोष्ठी अछंती जो माने नाचबा नै चाहिबे यू कैन डांस सुंदरी माने जो माने मोसाटे थिलो मंच को पळि आसो म्यूजिक प्लीज निशा निशा राती